ଜେରୁସାଲେମର ବିଜୟ ଯାତ୍ରା ଜେରୁସାଲେମ ଆଜି ଆମ ହୃଦୟକୁ ତାଙ୍କର ବିଜୟ ଯାତ୍ରା ହେବା ଆବଶ୍ୟକ କାରଣ ପରମେଶ୍ୱର ସ୍ୱୟଂ ଆତ୍ମା ପରମେଶ୍ୱର ସ୍ୱୟଂ ପବିତ୍ର ଆତ୍ମା ଅଟନ୍ତି। আজি যদি আমি পাপরে রহিবা তাহলে সে বিজয় যাত্রা আমার নিমন্তে ওয়েস্ট হবে। সে যুগের প্রথম রাজা কে ছিলেন? ইসরায়েলের প্রথম রাজা কে ছিলেন? সাউল। সাউল। দ্বিতীয় রাজা কে ছিলেন? দাউদ। সাউল কেবল গোটাই পাপ কলে তলে পড়ি গলে। সাউল কেবল গোটাই পাপ কলে তলে পড়ি গলে, কিন্তু দাউদ গোটাই পাপ কলে কিছু ହେଲା। সাউল কেবল গোটাই পাপ কলে পড়িলে গোটাই পাপ করি পড়ি গলে, কিন্তু দাউদ এতে পাপ কলে কিন্তু অছতি পর্যন্ত বাক্যର কହୁଛନ୍ତି ଗୀତ ସଂହିତାର 139 ପର୍ବର 6-7 ପଦରେ ଲେଖା ଗଲା, ମୁଁ ଅନ୍ଧକାରରେ ମଗ୍ନ ହେଇଗଲେ ମଧ୍ୟ ତୁ ମୋତେ ଉଦ୍ଧାର କରିବା ପାଇଁ ସକ୍ଷମ। ଦେଖନ୍ତୁ যদি সাউল গোটায় পাপ করে তলে পড়ি গলে, দাউদ পাপ কলা পরে 9 মাস পরে যদি ফল পাইছন্তি, আজি আমি না পাপ কলা পরে মধ্য আমানকৰ কিছু আমরা পাপ কলা পরে মধ্য তো সুখ জীবন কাটুছু কোন পাই না পাউলଙ୍କୁ তৈଳର ଶୃଙ୍ଗରେ ତାଙ୍କୁ ଅଭିଷେକ କରାଯାଇଥିଲା, ପାତ୍ରରେ ତୈଳର ପାତ୍ରରେ କରାଯାଇଥିଲା ତାଙ୍କୁ ଅଭିଷେକ। ଦାଉଦକୁ କରାଯାଇଥିଲା ତୈଳର ଶୃଙ୍ଗରେ, ଶିଖରେ, ଏଠି ନା ମାଟି ଠାରୁ ଶିଖ ଟିକେ ଟାଣ। କିନ୍ତୁ ଆଜିର ମଣ୍ଡଳୀକୁ ପରମେଶ୍ୱରଙ୍କ ରକ୍ତରେ ଅଭିଷେକ କରାଯାଇଛି। ସେମାନେ କେବେ ମଧ୍ୟ ପଡ଼ିବେନି, ପରମେଶ୍ୱର କେବେ ମଧ୍ୟ ପଡ଼ିବା ପାଇଁ ଦେବେ ନାହିଁ। ଆଜି ସୁଯୋଗ ଅଛି, ତାଙ୍କର ବିଜୟ ଯାତ୍ରା ଆପଣଙ୍କ ହୃଦୟ ଦେବା ଦରକାର ଅଛି, କାହିଁକିନା ଆପଣ ରକ୍ତରେ ସେ କିଣିଛନ୍ତି ଆମକୁ। ପ୍ରକାଶିତ ବାକ୍ୟ ତାର 7 ପର୍ବର 9 ପଦ ଯଥାଶୀଘ୍ର ପଢ଼ି ସାହାଯ୍ୟ କରନ୍ତୁ। ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ସର୍ବଜାତୀୟ ସର୍ବଗୋଷ୍ଠୀୟ ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ବାଇଙ୍କ ହସ୍ତରେ ଘେନି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି। ଦଳକୁ ପଡ଼ି ସାହାଯ୍ୟ କରନ୍ତୁ। ସେମାନେ ଉଚ୍ଚ ସ୍ୱରରେ କହୁଛନ୍ତି ପରିତ୍ରାଣ ସିଂହାସନ ଉପବିଷ୍ଟ ଆମମାନଙ୍କର ଈଶ୍ୱରଙ୍କର ଓ ମେଷଶାବକଙ୍କ କାର୍ଯ୍ୟ। ତାର 14 ପଦରୁ ପଢ଼ିଲେ ଆମେ ପୁରା ବୁଝିପାରିବା। 14 ପଦ ମୁଁ ତାହାଙ୍କୁ କହିଲି, ହେ ମୋର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ରକ୍ତରେ ଆପଣା ବସ୍ତ୍ର ଧୋଇ ଶୁକ୍ଳ ବର୍ଣ୍ଣ କରିଅଛନ୍ତି। ସେଥିପାଇଁ ସେମାନେ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କର ଉପାସନା କରନ୍ତି। ପୁଣି ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟ ସ୍ୱରୂପ ହେବେ। ହାଲେଲୁୟା, ହାଲେଲୁୟା। ଆମେ ପ୍ରତ୍ୟେକ ଏଠାରେ ଆମେ ଗୋଟେ ବିଷୟ ଦେଖୁଛୁ, ଯେଉଁମାନେ ବର୍ତ୍ତମାନ ପ୍ରକାଶିତ ବାକ୍ୟ ଲେଖାଗଲା ତାର 7 ପର୍ବର 14 ପଦରେ, ଯେଉଁ ଲୋକମାନେ ସ୍ୱର୍ଗରେ ଖଜୁରୀ ବାହୁଙ୍ଗା ଧରି ପ୍ରଭୁଙ୍କ ନାମରେ ଯେ ଆସୁଛନ୍ତି, ତାଙ୍କର ହୋଶାନା ପରିତ୍ରାଣ ଗୌରବ ପ୍ରଶଂସା ବୋଲି କହୁଥିଲେ, ସେଇମାନେ ଜଗତରେ ଥିବା ସମୟରେ ପ୍ରଭୁଙ୍କର ରକ୍ତରେ ନିଜର ବସ୍ତ୍ରକୁ ଧୋଇଥିଲେ। ସେଇ ଲୋକମାନେ ତାଙ୍କ ସିଂହାସନ ସମ୍ମୁଖରେ ଥାଇ ପ୍ରଭୁଙ୍କର ସେବା ଆରାଧନା କରୁଛନ୍ତି। ଆଜି ଯଦି ଆମଙ୍କର ଜୀବନ ପରମେଶ୍ୱରଙ୍କ ଠାରୁ ଯଦି ଦୂରକୁ ଚାଲି ଯାଇଛି, ତାହେଲେ ଆମେ କି ପ୍ରକାର ତାଙ୍କର ସିଂହାସନ ସମ୍ମୁଖରେ ଛିଡ଼ା ହେବା? ଆମେ ବିବେଚନା କରିବାର ଆବଶ୍ୟକ। ପ୍ରେରିତ ପାଉଲ କହିଲେ, ଦ୍ୱିତୀୟ କରନ୍ଥୀୟ ତାର 11 ପର୍ବର 1 ପଦରେ